ଜୟ ଶ୍ରୀ ଜଗନ୍ନାଥ। ଏକୁଟିଆ ରହିବା ଶିଖନ୍ତୁ, କାହିଁକି ନା ଆପଣଙ୍କ ସମୟ ଯଦି ଅନ୍ୟମାନଙ୍କ କାମରେ ସବୁବେଳେ ବ୍ୟସ୍ତ ରଖୁଛନ୍ତି, ତାମାନେ ଆପଣଙ୍କ ପାଇଁ ସମୟ ଦେଉନାହାନ୍ତି। ଆପଣ ଭାବୁଥିବେ କି ଆପଣଙ୍କ ବିପଦ ସମୟରେ ସେହି ଲୋକମାନେ ଆପଣମାନଙ୍କୁ ସାହାଯ୍ୟ କରିବେ, କିନ୍ତୁ ଭୁଲ। କାହିଁକି ନା ଯେତେ ବି ଲୋକ ହଇରାଣରେ ପଡ଼ିଥିବ, ସେତେବେଳେ କେହି ଲୋକ ଆପଣଙ୍କ ପାଖରେ ନଥିବେ। ଯେତେବେଳେ ଲୋକଟି ଭଲରେ ଥିବ, ଖୁସିରେ ରହୁଥିବ, ତା ପାଖରେ ପଇସା ଥିବ, ତାର ଶକ୍ତି ଥିବ, ତାମାନେ କାମ କରିପାରୁଥିବାର ଶକ୍ତି ଥିବ, ତା ପଛରେ ସବୁବେଳେ ଲୋକ ଦୌଡ଼ନ୍ତି। ଖାଲି ଜଣଙ୍କ ଉପରେ ବିଶ୍ୱାସ ରଖିବା ଶିଖନ୍ତୁ, ଭଗବାନ। ଭଗବାନ ଯିଏକି ଥରେ ଡାକିଦେଲେ ସେ ଆପଣଙ୍କର ଦୁଃଖ ଦୂର କରନ୍ତି, ସବୁ ସମସ୍ୟାର ସମାଧାନ କରନ୍ତି। ତାଙ୍କ ଛଡ଼ା ଆଉ କାହା ପାଖରେ ବି କାହା ପାଇଁ ଆପଣ ସମୟ ବ୍ୟର୍ଥ କରନ୍ତୁ ନାହିଁ। ସମୟ ସହିତ ନିଜର ତ ସମୟ ଯାଉଛି, ନିଜର ଶକ୍ତି ମଧ୍ୟ ଯାଉଛି, ନିଜର ପଇସା ବି କିଛି ଖର୍ଚ୍ଚ ହୁଏ। କିନ୍ତୁ ସେହି ଲୋକମାନେ ଏତେ ସ୍ୱାର୍ଥପର ହେଇଯାଆନ୍ତି ଯେ ସବୁ ଲୋକ ସମାନ ନୁହେଁ। କିଛି ଲୋକ ଭାବୁଥିବେ ଆପଣଙ୍କ ବିପଦ ସମୟରେ ଆପଣଙ୍କୁ ସାହାଯ୍ୟ କରିବେ, କିନ୍ତୁ ସେମାନେ ଭୁଲି ଯାଇ ତାଙ୍କର ସ୍ୱାର୍ଥ ପୁଣି କେଉଁଠି ମିଳିବ ସେ ସେହି ଜାଗାକୁ ହିଁ ପଳେଇ ଯାଆନ୍ତି। ସବୁ ଭୁଲି ଯାଆନ୍ତି ଜଣେ ଯେତେବେଳେ ସିଏ ବିପଦରେ ପଡ଼ିଥିଲେ ଆପଣ ତାଙ୍କୁ ସାହାଯ୍ୟ କରିଥିଲେ, କିନ୍ତୁ ସିଏ ପୁଣି କେଉଁଠୁ ସ୍ୱାର୍ଥ ପାଇବେ ସେହି ଜାଗାକୁ ପଳେଇ ଯାଆନ୍ତି, ଆଉ ସବୁ ଭୁଲି ଯାଆନ୍ତି। ସେଥିପାଇଁ ଭଗବାନଙ୍କ ଛଡ଼ା କେଉଁଠି ବି ଆପଣ ଆଶା ରଖନ୍ତୁ ନାହିଁ, କି କାହା ପାଖରେ ନିଜର ଦୁଃଖ ଜଣାନ୍ତୁ ନାହିଁ। ଏକୁଟିଆ ମାତ୍ର ଭଗବାନ, ପ୍ରଭୁ ଶ୍ରୀ ଜଗନ୍ନାଥ ହୁଅନ୍ତୁ, ପ୍ରଭୁ ଶ୍ରୀ ନାରାୟଣ ହୁଅନ୍ତୁ, ହର ହର ମହାଦେବ ହୁଅନ୍ତୁ, ଯାହାକୁ ବି ମାନୁଛନ୍ତି, ଯେଉଁ ଭଗବାନଙ୍କୁ ବି ମାନୁଛନ୍ତି, ତାଙ୍କ ପାଖରେ ସବୁବେଳେ ଦୁଃଖ ଜଣାନ୍ତୁ, ଆଉ ତାଙ୍କରି ନାମ କିଛି ସମୟ ଜପ କରନ୍ତୁ। ଦେଖିବେ ନିଜର ସବୁ ସମସ୍ୟାର ସମାଧାନ ଆପେ ଆପେ ହେଇଯିବ। କାହିଁକିନା ଯଦି ସମସ୍ୟା ଲାଗିକି ରହୁଛି, ଭଗବାନଙ୍କ ଛଡ଼ା ଆଉ କେହି ବି ସେ ସମସ୍ୟାରୁ ଉଦ୍ଧାର କରିବା ପାଇଁ କେହି ନାହାନ୍ତି। କେହି ଲୋକ ଏମିତି ନାହାନ୍ତି ଯେ ସ୍ୱାର୍ଥପର ନ ହେଇଥିବେ। ଯେତେବେଳେ ସ୍ୱାର୍ଥ ତାଙ୍କର ସ୍ୱାର୍ଥ ପୂରଣ ହେଇଯାଏ, ସେମାନେ ଭୁଲି ଯାଆନ୍ତି ବହୁତ ଶୀଘ୍ର। କିନ୍ତୁ ଏକୁଟିଆ ଭଗବାନ କେବେ ବି ଭୁଲନ୍ତି ନାହିଁ। ଏ ଦୁନିଆରେ ଯଦି ସତ, ସେ ହେଉଛନ୍ତି ଭଗବାନ। ଭଗବାନଙ୍କ ପାଖରେ ବସିକି ପ୍ରତ୍ୟେକ ଦିନ କିଛି ସମୟ ଦିଅନ୍ତୁ। ଆପଣଙ୍କର ଯେତେବେଳେ ସମସ୍ୟା ଆସିବ, ଆପଣଙ୍କର ଯେତେବେଳେ ବିପଦ ଆସିବ, ଭଗବାନ ହିଁ ଆପଣଙ୍କ ପାଖରେ ଠିଆ ହେବେ, ଆଉ ଠିକ୍ ରାସ୍ତା ଦେଖେଇବେ କ'ଣ କରିବା ଦ୍ୱାରା ସେଥିରୁ ମୁକ୍ତି ପାଇପାରିବେ। ଯଦି ଏହିସବୁ ନିୟମ ମାନୁଛନ୍ତି, ତାହେଲେ ଜୀବନରେ ବହୁତ ଆଗକୁ ଯିବେ। ଆଉ ଯଦି ଲୋକଙ୍କ ପଛରେ ପଡ଼ୁଛନ୍ତି, ସବୁବେଳେ ଲୋକଙ୍କ ସାହାଯ୍ୟ କରିବି କହିକି ନିଜର ସବୁ ସମୟ ତାଙ୍କ ପାଇଁ ଦେଇ ଦେଉଛନ୍ତି, ତାହେଲେ ନିଜେ ହିଁ ହଇରାଣରେ ପଡ଼ିବେ। କାହିଁକିନା ଆଜିକାଲିର ଦୁନିଆ ହିଁ ସେଇଆ। ଯଦି ସବୁ ସମୟ ନିଜର ସମୟ ଯେତିକି ପାରୁଛନ୍ତି ସମୟକୁ ଭଲ କାମରେ ଲଗାନ୍ତୁ। ନିଜେ କ'ଣ ଉନ୍ନତି କରିବେ, ନିଜର ସମୟକୁ ସେଇଠି ଲଗାନ୍ତୁ। ନିଜ ପାଠପଢ଼ାରେ ହେଉ, ନିଜର ଗୋଟେ କୌଣସି ବିଜନେସ୍ କରିବା ପାଇଁ ଏବେଠୁ ଷ୍ଟାର୍ଟ କରନ୍ତୁ। କିନ୍ତୁ କାହା ସହିତ ଗପ ସପ ଏସବୁରୁ ବହୁତ ଦୂରେଇ ଯାଆନ୍ତୁ। ଯେଉଁମାନେ କି ଆଜି ଭଲ କହୁଥିବେ, ଯେତେବେଳେ ବିପଦ ଆପଣଙ୍କର ପଡ଼ିବ ସେତେବେଳେ ଆପଣଙ୍କ ମୁହଁ ମୋଡ଼ିକି ପଳେଇ ଯାଆନ୍ତି ସେହି ଲୋକମାନେ, ଯାହାକୁ ଆପଣ ବିଶେଷ କରି ସାହାଯ୍ୟ କରିଥିବେ। ସାହାଯ୍ୟ କରନ୍ତୁ ଯେଉଁମାନେ କି ଖାଇବାକୁ ପାଉନାହାନ୍ତି, ଗରିବ ଶ୍ରେଣୀର ଲୋକମାନେ, ଯାହା ପାଖରେ ଗୋଟେ ଘରଟେ ଯଦି ବି ନାହିଁ, ଯଦି ସାହାଯ୍ୟ କରିପାରୁଛନ୍ତି ତାହେଲେ ତାଙ୍କୁ ସାହାଯ୍ୟ କରନ୍ତୁ। କିନ୍ତୁ ତାଙ୍କ ପାଖରୁ କେବେ ବି ଆଶା କରନ୍ତୁ ନାହିଁ ଯେ ସେ ସାହାଯ୍ୟ କରିବ। କିନ୍ତୁ ଏମିତି ଲୋକଙ୍କୁ ଆପଣ ସାହାଯ୍ୟ କରନ୍ତୁ ନାହିଁ ଯେଉଁମାନେ କି ଖାଲି ନିଜ ଘର, ନିଜ ପିଲା, ନିଜର ସଂସାର ଛଡ଼ା ଆଉ କାହାକୁ ବି ସେମାନେ ଚିହ୍ନନ୍ତି ନାହିଁ। ସେଥିପାଇଁ ଯେତେ ଶୀଘ୍ର ଆପଣ ସେମାନଙ୍କରୁ ଦୂରରେ ରହିବା, ନିଜର ହିଁ ଭାଗ୍ୟ ପରିବର୍ତ୍ତନ ହେବ। ଭଗବାନଙ୍କ ଉପରେ ଭରସା ରଖିକି ଆଗକୁ ମାଡ଼ି ଚାଲନ୍ତୁ। ଜୟ ଶ୍ରୀ ଜଗନ୍ନାଥ।